ଆଜି ତ୍ରିନାଲି ଏନ୍‌ଜିଓ ସହିତ ମିଶିକରି କଥାବାର୍ତ୍ତା ହେବ। ସେଇ ଝିଅମାନଙ୍କୁ କେମିତି ବଞ୍ଚେଇବା, କେଉଁ ବାଟରେ ଗଲେ ଆମେ ଧରା ପଡ଼ିବା ନାହିଁ, ସେଇ ପ୍ଲାନ୍ ଏନ୍‌ଜିଓମାନଙ୍କ ସହିତ କଥାବାର୍ତ୍ତା ହେବେ ତ୍ରିନାଲି। ବସ୍, ସେଇ ତ୍ରିନାଲି ଏନ୍‌ଜିଓ ସହିତ ମିଶିଯାଇଛି ପକ୍କା। ତାପରେ ପୁଲିସମାନେ କହିବେ, ଦେଖନ୍ତୁ, ସେଇ ଏନ୍‌ଜିଓମାନଙ୍କୁ ଆମେ ସନ୍ଦେହରେ ଅଛି। ତାକୁ ଆମେ ଭଲ ଭାବରେ ଚେକ୍ କରିନାହିଁ। ତୁମେ ଯଦି କହିବ, ମୁଁ ସେମାନଙ୍କ ପାଖକୁ ଯାଇକରି ଚେକ୍ କରିବି। ତାପରେ ହସି ହସି କହିବେ, ତୁମେ କିଛି କରିବା ଦରକାର ନାହିଁ ପୁଲିସ ବାବୁ। ଶିକାରୀ ମୋରି ପାଖକୁ ଆପେ ଆପେ ଆସିଯିବ। ସେ ଝିଅ ଏନ୍‌ଜିଓ ସହିତ ମିଶିଛି ମାନେ ସେ ନିଶ୍ଚୟ ଆସିବ ଏଇ ଝିଅମାନଙ୍କୁ ବଞ୍ଚାଇବା ପାଇଁ। ସେଇଦିନ ପୁରା ଖେଳ ଶେଷ ହୋଇଯିବ। ତେଜସ୍ ଏବଂ ଦିଆ ହୋଟେଲକୁ ଯାଇଥିବେ। ଆବେଲେ କୃଷିକା ଫୋନ୍ କରି କହିବେ ତେଜସ୍‌କୁ, ତ୍ରିନାଲିକୁ ତୁମେ ଯେତେ ଖରାପ ଭାବୁଛ ସେତେ ଖରାପ ନୁହେଁ। ତେଜସ୍ କହିବ, କିଏ ତୁମେ? ତ୍ରିନାଲିଙ୍କ ବିଷୟରେ ତୁମେ କ'ଣ ଜାଣିଛ? ତ୍ରିନାଲିର ସବୁ ସତ କଥା ଚାପିକରି ରହିଯାଇଛି। ତେଜସ୍ କହିବେ, କେଉଁ ସତ କଥା କୁହନ୍ତୁ, ମୋତେ କୁହନ୍ତୁ। ତେଜସ୍ ଯେଉଁ ନମ୍ବରରେ କଲ୍ କରିଥିବେ ସେହି ନମ୍ବରକୁ ପୁଣି ଥରେ ଫୋନ୍ କଲ୍ କରିବେ। ହେଲେ ତାଙ୍କର ନମ୍ବର ସୁଇଚ୍ ଅଫ୍ କହିବ। କିଏ ଜଣେ ଦିଆ ମୋତେ ଫୋନ୍ କରି କହୁଛି, ମୋତେ ତ୍ରିନାଲିଙ୍କ ବିଷୟରେ ବାରମ୍ବାର ୱାର୍ଣ୍ଣିଂ ଦେଉଛି। ମୋତେ କହୁଛି ତ୍ରିନାଲି ସେମିତି ଝିଅ ନୁହଁ। ସେ କେବେ ବି ଏମିତି କରିପାରିବ ନାହିଁ। ତାପରେ କୃଷିକା କହିବେ, ପ୍ଲିଜ୍ ତେଜସ୍ ଭାଇ, ମୋର ତ୍ରିନାଲିକୁ ଫେରାଇ ଆଣ। ତାର ପୁରା ସବୁ ସତ କଥା ପୁରା ବାହାରକୁ ବାହାର କର। ତାପରେ ତ୍ରିନାଲି କହିବେ, ସେଇଠି ଥିବା ଝିଅମାନଙ୍କୁ ମୁଁ ଯଦି ଉଦ୍ଧାର ନ କରେ ସେ ପର୍ଯ୍ୟନ୍ତ ମୋର ଆଖିରେ ନିଦ ଆସିବ ନାହିଁ। ସେମାନଙ୍କ ବିକଳ ଚିତ୍କାର ଏବେ ବି ମୋରି କାନରେ ଶୁଭୁଛି। ସେମାନେ ବହୁତ କଷ୍ଟ ପାଉଥିବେ, ବହୁତ କାନ୍ଦୁଥିବେ। ସେ ରାକ୍ଷସମାନେ ସେଇ ଝିଅମାନଙ୍କ ସହିତ ମଣିଷ ଭଳି ବ୍ୟବହାର କରୁଛନ୍ତି। ନାହିଁ, ମୋତେ କିଛି ନୂଆ ପ୍ଲାନ୍ କରିବାକୁ ପଡ଼ିବ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରିବାକୁ ଭୁଲିବନି। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ।